ଜୟ ଜଗନ୍ନାଥ ବନ୍ଧୁଗଣ। ଆଜି ମୁଁ ଗୋଟେ ମହାଭାରତର ନୂତନ କଥା ନେଇକି ଆସିଛି। କୁରୁକ୍ଷେତ୍ର ଯୁଦ୍ଧ ପୂର୍ବରୁ ଗୋଟିଏ ପ୍ରଶ୍ନ ଥିଲା, ଆଜି ମଧ୍ୟ ମଣିଷର ଆତ୍ମାକୁ କମ୍ପିତ କରେ। ଦ୍ରୌପଦୀଙ୍କୁ ଭର ସଭାରେ ଅପମାନ କରାଯାଇଥିଲା, ତେବେ କୃଷ୍ଣ କେଉଁଠି ଥିଲେ? ସେ କି ସତରେ ଦ୍ରୌପଦୀଙ୍କ ଲାଜ ରକ୍ଷା କରିଥିଲେ, ନା କେବଳ ସେ ଦେଖୁଥିଲେ? ଉଦ୍ଧବଙ୍କ ପ୍ରଶ୍ନ ଓ ଶ୍ରୀକୃଷ୍ଣଙ୍କର ଉତ୍ତର ଆଜି ଆମକୁ ଏକ ଗଭୀର ସତ୍ୟ ସହ ମୁହାଁମୁହିଁ କରାଏ। ଭଗବାନ କି ସବୁବେଳେ ରକ୍ଷା କରନ୍ତି, ନା ବିବେକ ହିଁ ସବୁଠୁ ବଡ଼ ରକ୍ଷା କବଚ? ଏହି କାହାଣୀ ନୁହେଁ, ଏହା ଜୀବନର ଏକ କଠୋର ସତ୍ୟ। ତେବେ ବନ୍ଧୁଗଣ, ଚାଲନ୍ତୁ ଶୁଣିବା କୃଷ୍ଣ ଓ ଉଦ୍ଧବଙ୍କ ଏହି ଅଦ୍ଭୁତ ସମ୍ବାଦ। ଉଦ୍ଧବ ଶ୍ରୀକୃଷ୍ଣଙ୍କୁ ପଚାରୁଛନ୍ତି, ପ୍ରଭୁ, ଆପଣ ଦ୍ରୌପଦୀଙ୍କୁ ବସ୍ତ୍ର ଦେଇ ତାଙ୍କର ଲାଜ ରକ୍ଷା କରିଥିଲେ, ଏହା କ'ଣ ସତ୍ୟ? କ'ଣ ସତରେ ଆପଣ ଦ୍ରୌପଦୀଙ୍କ ଲାଜ ମର୍ଯ୍ୟାଦା ବଞ୍ଚାଇଥିଲେ? କୃଷ୍ଣ ଉତ୍ତର ଦେଲେ, ଉଦ୍ଧବ, ତୁମେ କ'ଣ ଜାଣିବାକୁ ଚାହୁଁଛ? ସ୍ପଷ୍ଟ କରି କୁହ। ଉଦ୍ଧବ କହିଲେ, ଦ୍ରୌପଦୀଙ୍କୁ ତାଙ୍କ କକ୍ଷରୁ ଚୁଟି ଧରି ଭର ସଭାରେ ଘୋଷାଡ଼ି ଅଣାଯାଇଥିଲା। ଏତେ ଲୋକଙ୍କ ସାମ୍ନାରେ ତାଙ୍କର ଅପମାନ କରାଯାଇଥିଲା। ନଗ୍ନ କରି ଦୁର୍ଯ୍ୟୋଧନଙ୍କ ଜଙ୍ଘରେ ବସାଇବାକୁ ପ୍ରସ୍ତୁତ କରାଯାଉଥିଲା। ଶାଢ଼ୀ ଧରି ଟଣାଯାଉଥିଲା ତାଙ୍କୁ ନିର୍ବସ୍ତ କରିବା ପାଇଁ। ତେବେ କୁହନ୍ତୁ ପ୍ରଭୁ, ତାଙ୍କର କେଉଁ ଲାଜ, କେଉଁ ମର୍ଯ୍ୟାଦା ବଞ୍ଚିଲା? ଆପଣ କ'ଣ ବଞ୍ଚାଇଲେ? ସେତେବେଳେ ଆପଣ କାହିଁକି ତାଙ୍କୁ ବଞ୍ଚାଇଲେ ନାହିଁ? ଏହା କି କ'ଣ ଧର୍ମ? କୃଷ୍ଣ ଉତ୍ତର ଦେଲେ, ଉଦ୍ଧବ, ଏହି ସୃଷ୍ଟିର ଏକ ନିୟମ ଅଛି। ବିବେକବାନ ମଣିଷ ହିଁ ସଦା ଜିତେ। ସେ ସମୟରେ ଦୁର୍ଯ୍ୟୋଧନଙ୍କ ପାଖରେ ବିବେକ ଥିଲା, କିନ୍ତୁ ଧର୍ମରାଜ ଯୁଧିଷ୍ଠିରଙ୍କ ପାଖରେ ନଥିଲା। ଦୁର୍ଯ୍ୟୋଧନଙ୍କ ପାଖରେ ଧନ ସମ୍ପତ୍ତି ଅପାର ଥିଲା, କିନ୍ତୁ ସେ ପଶା ଖେଳିବା ଜାଣିନଥିଲେ। ସେଇଥିପାଇଁ ସେ ତାଙ୍କର ମାମା ଶକୁନିଙ୍କର ବ୍ୟବହାର କରୁଥିଲେ। ଏହା ହିଁ ବିବେକ। ଧର୍ମରାଜ ମଧ୍ୟ ସଭାରେ କହିପାରିଥାନ୍ତେ, ମୋ ପକ୍ଷରୁ କୃଷ୍ଣ ଖେଳିବେ। ଯଦି ଶକୁନି ଓ ମୁଁ ଖେଳିଥାନ୍ତୁ, ତେବେ କିଏ ଜିତିଥାନ୍ତା? ପାଶା ମୋ ଇଚ୍ଛା ଅନୁସାରେ ପଡ଼ିଥାନ୍ତା କି ଶକୁନିଙ୍କର? ଛାଡ଼ ଏହି କଥା, ସେମାନେ ମୋତେ ଖେଳରେ ସାମିଲ କଲେ ନାହିଁ। ବିବେକ ଶୂନ୍ୟ ହୋଇ ସେମାନେ ମୋତେ ପ୍ରାର୍ଥନା କଲେ, ଆପଣଙ୍କୁ ଡାକିବା ପର୍ଯ୍ୟନ୍ତ ଆପଣ ସଭା କକ୍ଷକୁ ଆସିବେ ନାହିଁ। ସେମାନେ ମୋ ଠାରୁ ଲୁଚି ଜୁଆ ଖେଳିବାକୁ ଚାହୁଁଥିଲେ। ସେହି ପ୍ରାର୍ଥନା ଦ୍ୱାରା ସେମାନେ ମୋତେ ବାନ୍ଧି ଦେଇଥିଲେ। ତଥାପି ମୁଁ ସଭାରେ ବାହାରେ ଅପେକ୍ଷା କରିଥିଲି, କେବେ କେହି ମୋତେ ଡାକିବେ। ଭୀମ, ଅର୍ଜୁନ, ନକୁଳ, ସହଦେବ ସମସ୍ତେ ମୋତେ ଭୁଲିଗଲେ। ସେମାନେ କେବଳ ନିଜ ଭାଗ୍ୟ ଓ ଦୁର୍ଯ୍ୟୋଧନଙ୍କୁ ଗାଳି ଦେଉଥିଲେ। ଭାଇଙ୍କ ଆଦେଶରେ ଯେତେବେଳେ ଦୁଃଶାସନ ଦ୍ରୌପଦୀଙ୍କ ଚୁଟି ଧରି ସଭା କକ୍ଷକୁ ଘୋଷାଡ଼ି ଆଣିଲେ, ସେ ନିଜ ସାମର୍ଥ୍ୟ ଅନୁଯାୟୀ ପ୍ରତିରୋଧ କଲେ, ତଥାପି ସେ ମୋତେ ଡାକିଲେ ନାହିଁ। ତାଙ୍କର ବୁଦ୍ଧି ସେତେବେଳେ ଜାଗ୍ରତ ହେଲା, ଯେତେବେଳେ ଦୁଃଶାସନ ତାଙ୍କୁ ନିର୍ବସ୍ତ କରିବା ଆରମ୍ଭ କଲେ। ସେତେବେଳେ ସେ ଡାକିଲେ, ହରି ହରି ଅଭୟମ୍ କୃଷ୍ଣ ଅଭୟମ୍। ତାହାପରେ ମୋତେ ତାଙ୍କୁ ରକ୍ଷା କରିବାର ସୁଯୋଗ ମିଳିଲା। ଉଦ୍ଧବ ପଚାରିଲେ, ହେ କୃଷ୍ଣ, ତାହେଲେ ଆପଣ କେବଳ ଡାକିଲେ ହିଁ ଆସିବେ? ସଙ୍କଟରେ ପଡ଼ିଥିବା ଭକ୍ତଙ୍କୁ ଆପଣ ସ୍ୱତଃ ରକ୍ଷା କରିପାରିବେ ନାହିଁ? କୃଷ୍ଣ ଉତ୍ତର ଦେଲେ, ଉଦ୍ଧବ, ଏହି ସୃଷ୍ଟିରେ ପ୍ରତ୍ୟେକ ଜୀବନ ନିଜ ନିଜ କର୍ମଫଳ ଦ୍ୱାରା ଚାଲିଥାଏ। ନା ମୁଁ ଏହାକୁ ଚଲାଏ, ନା ମୁଁ ଏଥିରେ ହସ୍ତକ୍ଷେପ କରେ, କାରଣ ମୁଁ ସମସ୍ତଙ୍କ କର୍ମ କରିବାରେ ସ୍ୱାଧୀନତା ଦେଇଛି। ମୁଁ କେବଳ ଏକ ସାକ୍ଷୀ, ଏକ ଦର୍ଶକ ମାତ୍ର। ନା ମୁଁ କର୍ମଫଳ ଦିଏ, ନା ମୁଁ ଭାଗ୍ୟଫଳ ଦିଏ। କର୍ମ ନିଜେ ନିଜର ଫଳ ଦେଉଛି। କର୍ମ ଦ୍ୱାରା ହିଁ ଲୋକେ ନିଜର ଭାଗ୍ୟ ବଦଳାଇ ପାରନ୍ତି। କେବଳ ପୂଜା, ପ୍ରାର୍ଥନା କିମ୍ବା ଭକ୍ତି ଦ୍ୱାରା ମୁଁ କର୍ମଫଳର ନିୟମକୁ ଭଙ୍ଗ କରିପାରେ ନାହିଁ। କିନ୍ତୁ ଭଲ ମଣିଷଙ୍କୁ ମୁଁ ସହଯୋଗ କରେ। ଧର୍ମ ଓ ନ୍ୟାୟ ପକ୍ଷରେ ଥିବା ପାଣ୍ଡବମାନଙ୍କୁ ମୁଁ ସହଯୋଗ କରିଛି। ଉଦ୍ଧବ ପଚାରିଲେ, ବହୁତ ଭଲ ପ୍ରଭୁ, ତାହେଲେ ଆପଣ ଆମ ପାଖରେ ରହି
ଆମ ସମସ୍ତଙ୍କ ପାପ ଦେଖିବେ। ଆମେ ପାପ କରୁଥିବା ବେଳେ ଆପଣ କେବଳ ସାକ୍ଷୀ ହୋଇ ଦେଖିବେ। ଆପଣ କ'ଣ ଚାହୁଁଛନ୍ତି? ଆମେ ଭୁଲ କରି ଚାଲିଥିବୁ, ପାପର ଗଣ୍ଠି ବାନ୍ଧି ଚାଲିଥିବୁ ଓ ତାହାର ଫଳ ଭୋଗ କରି ଚାଲିବା? କୃଷ୍ଣ ଉତ୍ତର ଦେଲେ, ଉଦ୍ଧବ, ଭଗବତ୍ତାର ଗଭୀର ଅର୍ଥକୁ ବୁଝ। ଯେତେବେଳେ ତୁମେ ବିବେକ ସହିତ ଏହା ଅନୁଭବ କରିବ, ମୁଁ ପ୍ରତିକ୍ଷଣୀ ତୁମ ପାଖରେ ସାକ୍ଷୀ ହୋଇଅଛି, ତେବେ କୁହ, ତୁମେ କ'ଣ କେବେ ଭୁଲ କାମ କରିପାରିବ? କିନ୍ତୁ ଯେତେବେଳେ ତୁମେ ମୋତେ ଭୁଲି ଯାଉଛ ଓ ଭାବୁଛ ମୁଁ କୃଷ୍ଣଙ୍କୁ ଲୁଚି କିଛି କହିପାରିବି, ସେତେବେଳେ ହିଁ ତୁମେ ବିପଦରେ ପଡ଼। ତେବେ ଆଉ ଥରେ ଭଲ ଭାବରେ ଶୁଣ, ବିବେକର ହିଁ ସଦା ବିଜୟ ହୁଏ। ବେଦ ମନ୍ତ୍ରମାନଙ୍କ ମଧ୍ୟରୁ ମନ୍ତ୍ରରାଜ ଗାୟତ୍ରୀ ମନ୍ତ୍ରରେ ବୁଦ୍ଧି ପାଇଁ ପ୍ରାର୍ଥନା କରାଯାଏ। ବୁଦ୍ଧି ମଣିଷକୁ ବୋଧ, ସମ୍ବୋଧ ଓ ବୁଦ୍ଧତ୍ୱ ପର୍ଯ୍ୟନ୍ତ ନେଇଯାଏ ଓ ବୁଦ୍ଧିଶୂନ୍ୟତା ମଣିଷକୁ ମୂର୍ଖାମି ପର୍ଯ୍ୟନ୍ତ ନେଇଯାଏ। ଉଦ୍ଧବ କହିଲେ, ପ୍ରଭୁ, ଆଜି ମୋର ଚକ୍ଷୁ ଖୋଲିଗଲା। ମୁଁ ଭାବୁଥିଲି ଭଗବାନ ମାନେ ସେଇ, ଯିଏ ସଙ୍କଟ ଆସିଲେ ସିଧାସଳଖ ଆସି ସମସ୍ତ ଦୁଃଖ ନଷ୍ଟ କରିଦେବେ। କିନ୍ତୁ ଆଜି ମୁଁ ବୁଝିଲି, ଆପଣ ଦୁଃଖକୁ ନଷ୍ଟ କରିବାକୁ ନୁହେଁ, ଦୁଃଖକୁ ବୁଝିବାର ବୁଦ୍ଧି ଦେବାକୁ ଆସନ୍ତି। ମୁଁ ଭାବୁଥିଲି ଦ୍ରୌପଦୀଙ୍କର ଲାଜ ସେତେବେଳେ ହରାଇଗଲା ଯେତେବେଳେ ତାଙ୍କୁ ସଭାକକ୍ଷରେ ଅଣାଗଲା। କିନ୍ତୁ ଆଜି ମୁଁ ବୁଝିଲି, ଲାଜ ସେତେବେଳେ ନଷ୍ଟ ହୁଏ ଯେତେବେଳେ ମଣିଷ ନିଜ ବିବେକକୁ ହରାଏ। ଦ୍ରୌପଦୀ ଲାଜ ହରାଇ ନଥିଲେ, ଲାଜ ହରାଇଥିଲେ ସେହି ସଭାରେ ବସିଥିବା ସମସ୍ତ ଲୋକ। ପ୍ରଭୁ, ଆଜି ମୁଁ ବୁଝିଲି, ଆପଣ ଡାକ ଆଶା କରନ୍ତି ନାହିଁ, ଆପଣ ସ୍ମରଣ ଆଶା କରନ୍ତି। ଆମେ ଯେତେବେଳେ ନିଜ ବୁଦ୍ଧିକୁ ବିକ୍ରି କରିଦେଉ, ନିଜ ଅହଙ୍କାରକୁ ସିଂହାସନରେ ବସାଉ, ସେତେବେଳେ ଆପଣ ସେଠାରେ ଥାଇ କେବଳ ସାକ୍ଷୀ ହୋଇ ଦେଖନ୍ତି। କାରଣ ସ୍ୱାଧୀନତା ହିଁ ଆପଣଙ୍କର ସବୁଠାରୁ ବଡ଼ ଦାନ। ଆଜି ମୁଁ ବୁଝିଲି ପ୍ରଭୁ, ଭଗବାନ ଆମ ପାଇଁ ଯୁଦ୍ଧ କରନ୍ତି ନାହିଁ, କିନ୍ତୁ ଯୁଦ୍ଧ କରିବା ପାଇଁ ଆମକୁ ବୁଦ୍ଧି ଓ ବିବେକ ଦିଅନ୍ତି। ଆଜି ମୁଁ ବୁଝିଲି, ପାପ କରି ଆପଣଙ୍କୁ ଡାକିବା ଭକ୍ତି ନୁହେଁ, ପାପ କରିବା ପୂର୍ବରୁ ଆପଣଙ୍କୁ ସ୍ମରଣ କରିବା ହିଁ ଭକ୍ତି। ଆପଣ କେବଳ ଦ୍ରୌପଦୀଙ୍କୁ ବସ୍ତ୍ର ଦେଲେ ନାହିଁ, ଆପଣ ସମସ୍ତ ମାନବ ଜାତିକୁ ବିବେକର ବସ୍ତ୍ର ପିନ୍ଧାଇଲେ। ଆଜିଠାରୁ ମୁଁ ଆପଣଙ୍କୁ କେବଳ ଦୁଃଖରେ ଡାକିବି ନାହିଁ, ମୋ ପ୍ରତ୍ୟେକ କର୍ମ ପୂର୍ବରୁ ଆପଣଙ୍କୁ ସ୍ମରଣ କରିବି। କାରଣ ଯେ ମଣିଷ ଭଗବାନଙ୍କୁ ସାକ୍ଷୀ ଭାବେ ନିଜ ହୃଦୟରେ ରଖେ, ସେ କେବେ ଅଧର୍ମର ପଥରେ ଚାଲିପାରେ ନାହିଁ। ପ୍ରଭୁ, ଆଜି ମୁଁ ଆପଣଙ୍କୁ ନୁହେଁ, ନିଜକୁ ଜାଣିଲି। ତେବେ ବନ୍ଧୁଗଣ, ଏହି କଥା ଦ୍ରୌପଦୀଙ୍କର ନୁହେଁ, ଏହା ଆମ ସମସ୍ତଙ୍କର। ଭଗବାନଙ୍କୁ ଡାକିଲେ ଭଗବାନ ଆସନ୍ତି ନାହିଁ, କିନ୍ତୁ ବିବେକ ଥିଲେ ଡାକିବାର ଆବଶ୍ୟକତା ମଧ୍ୟ ହୁଏ ନାହିଁ। ତେବେ ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଛି, ଭିଡ଼ିଓଟିକୁ ଲାଇକ୍ କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଆଉ କମେଣ୍ଟରେ ଓମ୍ ନମୋ ଭଗବତେ ବାସୁଦେବାୟ ଲେଖିବାକୁ ଭୁଲିବେ ନାହିଁ।